ବର୍ତ୍ତମାନ ଗୋଟେ ନୂଆ ସ୍କଲାରସିପ୍ ଆପ୍ଲାଏ ହେଉଛି ଯେଉଁଟାକି ଷଷ୍ଠରୁ +3 ପର୍ଯ୍ୟନ୍ତ ଯେଉଁମାନେ ବି ପଢ଼ୁଛନ୍ତି ସେମାନଙ୍କୁ ମିଳିବ ପଇସା। କେତେ ଟଙ୍କା ମିଳିବ ଏବଂ କେମିତି ମୋବାଇଲରେ ମଧ୍ୟ ଆପ୍ଲାଏ କରିବ ତା ମଧ୍ୟ ମୁଁ ଏଇ ଭିଡ଼ିଓରେ କହିଦେବି। ଭିଡ଼ିଓ ଫାଷ୍ଟ ଲାଷ୍ଟ ଯାଏଁ ଦେଖ ଆଉ ତୁମେ ଯଦି ଆମ ଚ୍ୟାନେଲକୁ ନୂଆ ଭିଜିଟ୍ କରୁଛ ନିହାତି ଭାବରେ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍ ଅଲ୍ କ୍ଲିକ୍ କର, କାରଣ ମୁଁ ଯେତେବେଳେ ବି ଭିଡ଼ିଓ ଅପଲୋଡ଼ କରିବି ନୋଟିଫିକେସନ୍ ସର୍ବପ୍ରଥମେ ଆପଣଙ୍କ ପାଖରେ ପହଞ୍ଚିବ। ଠିକ୍ ଅଛି, ଦେଖ କେଉଁମାନଙ୍କୁ କେତେ ଟଙ୍କା ମିଳିବ। ଯେଉଁମାନେ ମାନେ ଷଷ୍ଠ ସପ୍ତମ ପଢ଼ୁଛନ୍ତି କେବଳ ଗାର୍ଲମାନଙ୍କୁ ପ୍ରତି ବର୍ଷ 2,000 ଟଙ୍କା ମିଳିବ। ଆଉ ଯେଉଁମାନେ ଅଷ୍ଟମ ପାଠ ପଢ଼ୁଛନ୍ତି ପୁଅ ହେଉ କି ଝିଅ ହେଉ ପ୍ରତିବର୍ଷ 2,000 ଟଙ୍କା ମିଳିବ। ନବମ ପଢ଼ିଥିଲେ 3,000, ଦଶମରେ ପଢ଼ୁଥିଲେ 4,000। ଯଦି ତୁମେ ଦଶମରେ 90% କିମ୍ବା ତାଠାରୁ ଅଧିକ ରଖିଛ ତାହେଲେ ତୁମକୁ 10,000 ୱାନ୍ ଟାଇମ୍ ମିଳିବ। ଠିକ୍ ଥରେ ମିଳିବ। ଆଉ ତୁମେ ଯଦି +2ରେ ପଢ଼ୁଛ ତାହେଲେ ତୁମକୁ ପ୍ରତିବର୍ଷ 5,000 ଟଙ୍କା ମିଳିବ। ଏବଂ ତୁମେ ଯଦି +3 ପଢ଼ୁଛ ତାହେଲେ ତୁମକୁ 7,000 ମିଳିବ। ଯଦି ତୁମେ ବିଟେକ୍, MCA, MBA ହେଲା କି ଯଦି ପଢ଼ୁଛ ତାହେଲେ ତୁମକୁ ପ୍ରତିବର୍ଷ 40,000 ଟଙ୍କା ମିଳିବ। ବିଟେକ୍, ସିଟି, ନର୍ସିଂ ଟ୍ରେନିଂ ବା ଇନ୍ ଗଭର୍ଣ୍ଣମେଣ୍ଟ ଇନଷ୍ଟିଚ୍ୟୁଟ୍ସରେ ତୁମେ ଯଦି କରୁଛ ତାହେଲେ ତୁମକୁ 10,000 ଟଙ୍କା ମିଳିବ ପ୍ରତିବର୍ଷ। ଓକେ, ତ ତାପରେ ମୁଁ ତୁମକୁ କହିଦେଉଛି ଫୁଲ୍ ଡିଟେଲ୍ ବିଷୟରେ, କ'ଣ ସବୁ ଏଥିରେ ଡକୁମେଣ୍ଟ ଦରକାର, କେମିତି ତୁମେ ମୋ ନିଜ ମୋବାଇଲରେ ମଧ୍ୟ ଏଥିରେ ଆପ୍ଲାଏ କରିବ ତା ମଧ୍ୟ ମୁଁ କହିଦେବି। ଟେନସନ୍ କିଛି ଦରକାର ନାହିଁ, ଭିଡ଼ିଓ ଫାଷ୍ଟ ଲାଷ୍ଟ ଯାଏଁ ଦେଖ। ତ ଏଇ ସ୍କଲାରସିପ୍ରେ ଆମ ଓଡ଼ିଶାରେ 85+ ମାନେ ଇଲିଜିବୁଲ୍ ଆପ୍ଲାଏ କରିବା ପାଇଁ, କିନ୍ତୁ ଆପ୍ଲାଏ କରୁଛନ୍ତି କେବଳ 40%। 40% ପିଲା ଆପ୍ଲାଏ କରୁଛନ୍ତି କିନ୍ତୁ ପାଉଛନ୍ତି କେବଳ 30-25% ପିଲା ପାଉଛନ୍ତି। କାରଣ ସେମାନେ କେବଳ ଆପ୍ଲାଏ କରିଦେଉଛନ୍ତି, ତାଙ୍କର ଷ୍ଟାଟସ୍ ଫାଟସ୍ କିଛି ଚେକ୍ କରୁନାହାନ୍ତି। ଠିକ୍ ଅଛି, ଏବଂ ତାଙ୍କର କୌଣସି ପ୍ରୋବ୍ଲେମ୍ କେବଳ କଲେଜ କିମ୍ବା ସ୍କୁଲ ଥ୍ରୁରୁ ହିଁ ତାଙ୍କର ପ୍ରୋବ୍ଲେମ୍ଟା ବାହାରୁଛି। ଓକେ, ଏମିତି କିଛି ନାହିଁ। ତୁମର ଯଦି ତୁମ ସ୍କୁଲ କିମ୍ବା କଲେଜରେ ଯଦି ତୁମ ଫର୍ମଟା ଆପ୍ରୁଭ୍ ହେଇଗଲା ତାହେଲେ ତୁମକୁ 100% ତୁମକୁ ପଇସା ପାଇବାର ଅଛି। ଠିକ୍ ଅଛି, ପାଇଯିବ 100%। ଠିକ୍ ଅଛି, ତ ତୁମେ ଆଗ ଫାଷ୍ଟ କରି କହିବି ଏଇଟା ହେଉଛି ଗୋଟେ ଲେବର କାର୍ଡ଼ ସ୍କଲାରସିପ୍ ପଇସା। ତୁମ ଘରର ଜଣଙ୍କର ବାପା ମାଆଙ୍କର ନିହାତି ଭାବରେ ଲେବର କାର୍ଡ଼ ଥିବ। ଓକେ, ସେଇ ଥ୍ରୁରେ ତୁମେ ଏଇ ସ୍କଲାରସିପ୍ଟା ଆପ୍ଲାଏ କରିବ। ଓକେ, ତ କେମିତି ଆପ୍ଲାଏ କର ତା ମୋତେ ଏଇ ଭିଡ଼ିଓରେ କହିଦେବି। ଫାଷ୍ଟ କରି କହିବି ଏଥିରେ ଆପ୍ଲାଏ କରିବାକୁ ହେଲେ କ'ଣ କ'ଣ ସବୁ ଡକୁମେଣ୍ଟ ଦରକାର। ଠିକ୍ ଅଛି, ଦେଖ ଆପ୍ଲାଏ କରିବାକୁ ହେଲେ ତୁମକୁ ଲେବର କାର୍ଡ଼ ଦରକାର। ଲେବର କାର୍ଡ଼ ଦରକାର, ଆଉ ଫଟୋ ମଧ୍ୟ ଦରକାର। ଠିକ୍ ଅଛି, ଫଟୋ, ତୁମ ଫଟୋ ଏବଂ ମଦର୍ସ ଫାଦର୍ସ ବାପା ମାଆଙ୍କର ଫଟୋ ଦରକାର। ଆଧାର କାର୍ଡ଼ ଦରକାର। ଠିକ୍ ଅଛି, ତାପରେ ଆଇଡେଣ୍ଟିଟି କାର୍ଡ଼ ଦରକାର, ମାନେ ତୁମ ସ୍କୁଲ କି କଲେଜର ତୁମେ ଯେଉଁ ଶ୍ରେଣୀରେ ପଢ଼ୁଛ ସେ ଶ୍ରେଣୀର ଆଇଡେଣ୍ଟି କାର୍ଡ଼ ଦରକାର। ପ୍ରିଭିୟସ୍ ଇୟର୍ ମାର୍କସିଟ୍ ମଧ୍ୟ ଦରକାର। ସପୋଜ୍ ତୁମେ ଅଷ୍ଟମ କିମ୍ବା ନବମରେ ପଢ଼ୁଛ, ଓକେ, ତା ପ୍ରିଭିୟସ୍ ଇୟର୍ ମାର୍କ ହେଲା କୌଣସି ତୁମ ସ୍କୁଲ ଟିଚରକୁ ମାଗିବ, ସେ ଦେଇଦେବେ। ତୁମେ ଏଇଥିରେ ତୁମେ ଅପଲୋଡ଼ କରିଦେବ ଯେତେବେଳେ ତୁମେ ସ୍କଲାରସିପ୍ ଆପ୍ଲାଏ କରିବ। ଠିକ୍ ଅଛି, ଏବଂ ଏଇ ଭିଡ଼ିଓ ସମସ୍ତଙ୍କୁ ସେୟାର କରିଦିଅ, କାରଣ ଯେଉଁମାନେ ଏଇ ସ୍କଲାରସିପ୍ ଇଲିଜିବୁଲ୍, ଯାହାର ପାଖରେ କି ତାଙ୍କ ବାପା ମାଆଙ୍କର ପାଖରେ ଯଦି ଲେବର କାର୍ଡ଼ ଅଛି, ସେମାନେ ହିଁ କେବଳ ଏଇ ସ୍କଲାରସିପ୍ ମଧ୍ୟ ଆପ୍ଲାଏ କରିପାରିବେ। ଓକେ, ତ ଚାଲୁନ ଦେଖେଇ ଦେଉଛି କେମିତି ଆପ୍ଲାଏ କରିବେ। ତ ସମସ୍ତଙ୍କ ମୋବାଇଲରେ କ୍ରୋମ୍ ବ୍ରାଉଜର୍ ଥିବ। କ୍ରୋମ୍ ବ୍ରାଉଜର୍ ଓପନ୍ କରିବ। ଓପନ୍ କରିସାରିଲା ପରେ ମାରିବ ଓଡ଼ିଶା ସ୍କଲାରସିପ୍ ପୋର୍ଟାଲ୍ କିମ୍ବା ଓଡ଼ିଶା ସ୍କଲାରସିପ୍ ମାରିଦେଲେ ଚଳିବ। ଠିକ୍ ଅଛି, ତାପରେ ଲେଖା ହେଇଥିବ ଯେଉଁ ଫାଷ୍ଟ ଅପସନ୍ ଅଛି ତାପରେ କ୍ଲିକ୍ କରିବ। କ୍ଲିକ୍ କରିସାରିଲା ପରେ ଯେଉଁମାନେ ବି ଅନ୍ୟ ସ୍କଲାରସିପ୍ ମାନେ ବେନିଫିଟ୍ ପାଉଛ କିମ୍ବା ଅନ୍ୟ ସ୍କଲାରସିପ୍ ଆପ୍ଲାଏ କରୁଛ, ତାହେଲେ ତୁମେ କ'ଣ ଲଗ୍ଇନ୍ ଉପରେ କ୍ଲିକ୍ କରିବ। ଲଗ୍ଇନ୍ ଉପରେ କ୍ଲିକ୍ କରିସାରିଲା ପରେ ଯେଉଁ ଷ୍ଟୁଡେଣ୍ଟ ଲଗ୍ଇନ୍ ଅଛି, ଷ୍ଟୁଡେଣ୍ଟ ଲଗ୍ଇନ୍ ଉପରେ କ୍ଲିକ୍ କରିବ। ଆଧାର କାର୍ଡ଼ ପାସୱାର୍ଡ଼ ଦେଇକି ଲଗ୍ଇନ୍ କରିବ। ଠିକ୍ ଅଛି, ଆଧାର କାର୍ଡ଼ ପାସୱାର୍ଡ଼ ଦେଇକି ଲଗ୍ଇନ୍ କରିବ, ନହେଲେ ୟୁନିକ୍ ପାସୱାର୍ଡ଼ ଦେଇକି ଲଗ୍ଇନ୍ କରିବ। ଯଦି ତୁମର ପାସୱାର୍ଡ଼ ମନେ ନାହିଁ, ଫରଗେଟ୍ ପାସୱାର୍ଡ଼ ଦେଇକି ଲଗ୍ଇନ୍ କରିବ। ଯଦି ତୁମେ ନ୍ୟୁ ୟୁଜର୍ କୌଣସି ସ୍କଲାରସିପ୍ ଆପ୍ଲାଏ କରିନ, ତାହେଲେ ଫାଷ୍ଟ କରି ତୁମେ ରେଜିଷ୍ଟ୍ରେସନ୍ କରିବ। ରେଜିଷ୍ଟ୍ରେସନ୍ ଉପରେ କ୍ଲିକ୍ କରିବ। ରେଜିଷ୍ଟ୍ରେସନ୍ ଉପରେ କ୍ଲିକ୍ କରିସାରିଲା ପରେ ମୁଁ ଏଇଠି ଦେଖେଇ ଦେଉଛି। ଓକେ, ରେଜିଷ୍ଟ୍ରେସନ୍ ଉପରେ କ୍ଲିକ୍ କରିସାରିଲା ପରେ ତାପରେ ଏଗ୍ରି ଟୁ ପ୍ରୋସିଡ୍ ଆଣ୍ଡ ଏଗ୍ରି ଠିକ୍ ଚିହ୍ନ ମାରିଦେବ ଆଣ୍ଡ ଏଗ୍ରି ଉପରେ କ୍ଲିକ୍ କରିବ। ଠିକ୍ ଅଛି, ତ ଏଗ୍ରି ଉପରେ ପ୍ରୋସିଡ୍ ଉପରେ କ୍ଲିକ୍ କରିବ। ଠିକ୍ ଅଛି, ଆଧାର କାର୍ଡ଼ ଦେଇଦେବ। ଆଧାର କାର୍ଡ଼ ଦେଇକି ମୋବାଇଲ ନମ୍ବର ଓଟିପି ଆସିଯିବ। ଓଟିପି ଦେଇକି ତୁମର ରେଜିଷ୍ଟ୍ରେସନ୍ ହେଇଯିବ। ହେଲା କି ପାସୱାର୍ଡ଼ ଫାସୱାର୍ଡ଼ ମାଗିବ, ରେଜିଷ୍ଟ୍ରେସନ୍ ହେଇଯିବ। ରେଜିଷ୍ଟ୍ରେସନ୍ ହେଲା ପରେ ତୁମେ ଲଗ୍ଇନ୍ ଉପରେ କ୍ଲିକ୍ କରିକି ଷ୍ଟୁଡେଣ୍ଟ ଲଗ୍ଇନ୍ ଉପରେ କ୍ଲିକ୍ କରିକି ଲଗ୍ଇନ୍ କରିବ। ଠିକ୍ ଅଛି, ତ ଆଇଡି ଲଗ୍ଇନ୍ ହେଇସାରିଲା ପରେ ତୁମର ଡାହାଣ ପଟେ ବାଁ ପଟ ଆପ୍ଲାଏ ସ୍କଲାରସିପ୍ ଶୋ କରିବ। ଓକେ, ବହୁତ ପ୍ରକାର ଅପସନ୍ ଶୋ କରିବ, କିନ୍ତୁ ତୁମେ ଆପ୍ଲାଏ ସ୍କଲାରସିପ୍ ଉପରେ କ୍ଲିକ୍ କରିବ। ଆପ୍ଲାଏ ସ୍କଲାରସିପ୍ ଉପରେ କ୍ଲିକ୍ କରିସାରିଲା ପରେ ଆପ୍ଲାଏ କରିପାରିବ ଡାଇରେକ୍ଟ, ନହେଲେ ସ୍କିମ୍ ଆଣ୍ଡ ଏଲିଜିବିଲିଟି ଉପରେ କ୍ଲିକ୍ କରିବ। ଏଲିଜିବିଲିଟି ଉପରେ କ୍ଲିକ୍ କରିସାରିଲା ପରେ ତୁମକୁ ସବୁ କିଛି ଡିଟେଲ୍ ମଧ୍ୟ ଏଠି ତୁମକୁ ଦେଖିପାରିବ। ସବୁ ସ୍କଲାରସିପ୍ ଡିଟେଲ୍ ତୁମକୁ ଏଠି ଦେଖିବାର, ତୁମେ କେଉଁ ସ୍କଲାରସିପ୍ରେ ତୁମେ ଏଲିଜିବୁଲ୍ ହୋଇପାରିବ, କେଉଁ ସ୍କଲାରସିପ୍ରେ ତୁମେ ଆପ୍ଲାଏ କରିପାରିବ, ସବୁ କିଛି ଡିଟେଲ୍ ମଧ୍ୟ ତୁମେ ଦେଖିପାରିବ।
ओके मु तुमको कौचे लेबर कार्ड माने निर्माण श्रमिक कल्याण योजना ओके अप्लाई अच्छी तो अप्लाई ऊपर क्लिक कर ठीक है तुम देखा तो अप्लाई ऊपर क्लिक कर ठीक है ओके अप्लाई ऊपर क्लिक कर सापर जब तुम फादर मान तुम बापा जदि लेबर कार्ड अच्छी लेबर कार्ड नंबर देदेव दे सारापर भेरीफाई ऊपर क्लिक कर तुम सदस्य मान नंबर शो कर तुम नंबरटा तुम जार भी अप्लाई कर ता ऊपर क्लिक कर ओके मन रख आधार कार्ड नेम जहाँ अच्छी श्रमिक सरी तुम जो लेबर कार्ड नेम से दरकार जदि तुम नेम भूल अच्छी ताहले निर्माण श्रमिकर ऑफिशियल वेबसाइट रे एडिट कर जदि भी चाहूच जदि भी तुम चाहूच लेबर कार्ड केमिति बना जाए और लेबर कार्ड केमिति पैसा इनकम करा जाए लेबर कार्ड थ्रू लोक मैंने बहुत सारा बेनिफिट पाउछंदी ता ऊपर जदि वीडियो दरकार ताहले मु मत कमेंट बॉक्स रे जणा मु से ता ऊपर मते वीडियो आनिबिरी ठीक अछि तो देख अप्लाई कर सारा पर तुमको जहाँ सब तुमको डॉक्यूमेंट देती प्रीवियस ईयर मार्क आधार कार्ड हो गला बापांकर फोटो माँ फोटो हो गला तो आ कॉलेज आइडेंट कार्ड कि स्कूल आइडेंट कार्ड तुम जो स्कूल पढ़ुछ आइडेंट कार्ड ओके आइडेंट कार्ड सब किसी डिटेल देदेव ठीक अच्छे जमी तुम देखिपार फास्ट कर स्टूडेंट प्रोफाइल इनफॉरमेशन दब तापर एकेडमी इनफॉरमेशन तापर अकाउंट इनफॉरमेशन अकाउंट तुमको अलरेडी जिते तुम बापांकर कि माँ माने लेबर कार्ड देल तांको लेबर कार्ड जो बैंक अकाउंटा लिंक होइथबो डायरेक्ट से बैंक पळे आसीबो ठीक अछि से बैंक रे तुमको पैसा आसीबो एमे नै कि तुम जहार भी तुम अप्लाई करछ तांकर बैंक अकाउंट देवा दरकार जहार लेबर कार्ड अच्छी तांकर ही बैंक अकाउंट ऑटोमेटिक ऐड हो जाइथबो तो जदि भी अप्लाई कला बेले कौन सी डाउट रोचे ताल निहाती भाव में टेलीग्राम ग्रुप रे जॉइन होइके सेठी मते मेसेज मते करि परिबो ठीक अछि एटा बहुत भलो कहू स्कॉलरशिप 100% मते पैसा दउची ओके ओके पिला मध्य बहुत सारा माने बेनिफिट मध्य होउची कारण वर्ष को से माने बहुत बढ़िया माने 5000 7000 देखो प्लस 3 पिला 7000 प्लस 2 पिला 5000 एमती दउची ओके तो पथरु कहि देछि को क्लास रे केते माने केते टका मध्य मिलुची ओके तो फुल डिटेल मध्य कहिदेली तुम चाहिले मध्य अप्लाई करि परिबो जदि तुम पाखरे लेबर कार्ड नाही तुम लेबर कार्ड मध्य अप्लाई करि परिबो जदि चाहू लेबर कार्ड केमिति अप्लाई करा जाए निहाती भाବରେ कमेंट बॉक्स रे कहले मु सेही बाबद रे वीडियो मध्य आनिबेरी तो देखाबा नेक्स्ट वीडियो रे सेत में जय जगन्नाथ।